ପିଲାମାନଙ୍କର କଥା ଛାଡ଼, ନବମ ଦଶମ ଶ୍ରେଣୀ ତମେ ପରୀକ୍ଷା ଦେବ ହେଲା। ତମେ ବହୁତ ଲୋକକୁ ତମର ଆଦର୍ଶ ବା ମଡେଲ ଯାହାକୁ କୁହାଯାଏ ହେଲା, ତାଙ୍କୁ ଦେଖିକି ଅନୁକରଣ, ପିଲାମାନେ ସାଧାରଣତଃ ଅନୁକରଣ ପ୍ରିୟ ହେଲା। ଅନୁକରଣ ପ୍ରିୟ ମାନେ ସେ କେମିତି ଖାଉଛି, ସେ କେମିତି ହେୟାର ଷ୍ଟାଇଲ କରୁଛି, ଏଇ ଯାକ ଆମେ ଅନୁକରଣ କରୁଛେ ହେଲା। ନାଇଁ ଗୋଟେ ଯଦି ବି ଅନୁକରଣ କିଏ ଗୋଟେ ସଲମାନ ଖାନକୁ ଅନୁକରଣ କରୁଛି, କିଏ ଗୋଟେ MS ଧୋନିକୁ ଅନୁକରଣ କରୁଛି ହେଲା। ହେଲେ ଆମେ ଅନୁକରଣ କଲେ ହବ ନାହିଁ। ମନେକର ଜଣେ କ୍ରିକେଟ ଭଲ ଖେଳୁଛି, ତାକୁ ସେମିତି ସୁଯୋଗ ଦେବାର ଅଛି। ସୁଯୋଗ ସେମିତି ତାର କୋଚ, ସେ ତାର ଯେଉଁ ଇନଷ୍ଟିଚ୍ୟୁଟ୍ ଗୁଡ଼ାକ ଅଛି, ସେ ସେତିକି ଯାଏ ଜଣେ ପହଞ୍ଚିଲେ ସେଇଠି ସେ ଇଏ ହେଲେ, ତାପରେ ସେ କ'ଣ ଆଉ କେତେଟା କ'ଣ ଯେଉଁ ପ୍ରତିଯୋଗିତା ହେଉଛି ସେଗୁଡ଼ାକରେ ଭଲ ପ୍ରଦର୍ଶନ କଲେ ସେ ରଣଜି ଟ୍ରଫି, ସେ ଦୁଲିପ ଟ୍ରଫି, ସେ ନ୍ୟାସନାଲ୍ ଟିମ୍, ଅଣ୍ଡର-19, ଅଣ୍ଡର-18 ସବୁ ଅଛି କମ୍ପିଟିସନ୍ ଗୁଡ଼ାକ। ହେଲେ ଯାଇକିରି ସିଏ ଉପରକୁ ନା ମୁଁ MS ଧୋନି ଭଳିଆ ଚୁଟିଟା କାଟିଦେବି ଆଉ ନିଜକୁ MS ଧୋନି ବୋଲିକିରି କରିକିରି ଗଲେ ହବ କି? ଆରେ ଯେଉଁମାନେ ତମମାନଙ୍କୁ କହୁଛି, ବୁଝିପାରୁଛ? ହେଲେ ଆମର ସେଇଭଳି ସୁଯୋଗ ନାହିଁ, ବହୁତ ପଇସା ଖର୍ଚ୍ଚ ହବ ସେଥିପାଇଁ ହେଲା। ଆଉ ସେଟା କେତେ ଲକ୍ଷରେ ଜଣେ ବାହାରୁଛି। ତାପରେ ସେ ଯଦି ବି MS ଧୋନି ହେଲା, ସେ କ'ଣ ଗୋଟେ ମ୍ୟାଚ୍ ଖେଳିକିରି ହେଇଛି? କନସିଷ୍ଟେନ୍ସ କ'ଣ ପରଫର୍ମାନ୍ସ ଦେବାର ଅଛି, ମାନେ ସବୁବେଳେ ସବୁ ମ୍ୟାଚ୍ରେ ସିଏ ଭଲ କରୁଥିବାର ଅଛି ହେଲା। ଖେଳାଖେଳି କରିବାଟା ମାନେ ମୋର କହିବାର ଅର୍ଥଟା ହେଉଛି, ଆମେ ଯେଉଁ ଜିନିଷଟା କରିବା ଗୋଟେ ଦୂରଦୃଷ୍ଟି ନେଇକରି କରିବା। ସେମାନେ ତ ବଡ଼ ଲୋକ, ସେମାନେ ତମେ କେବେ ପଚାରୁଛ କି ତମର ଏ ଦିଦିମାନେ ସାର୍ମାନେ ଯେଉଁ ଅଛନ୍ତି, ଦିଦି ଆମେ ମଧ୍ୟ ଆପଣଙ୍କ ଭଳିଆ ଟିଚର ହେବୁ, ନହେଲେ ମାଷ୍ଟରାଣୀ ହେବୁ, କିଏ ଜଣେ ପଚାରିବା କଥା ହେଲା। ଆପଣ କେମିତି କରୁଥିଲେ, କ'ଣ କରୁଥିଲେ ହେଲା, ବୋଲେ ସେମାନେ କହିବେ। କେଜାଣି ଯଦି ନ କହି ପାରନ୍ତି, ନାଇଁ ତମଠୁ ଆମେ ଆଉ ବେଶୀ ବଦମାସ ଥିଲୁ ରେ, ପାଠ ପଢ଼ୁନଥିଲୁ, ଏମିତି ଗୋଟେ ହେଇଗଲୁ ବୋଲିକି କହିବେ। ତାପରେ ତମେ କହିବ ନାଇଁ ଆପଣ ମିଛ କହୁଛନ୍ତି, ଏମିତି ତ